ଖଣ୍ଡଗିରିରେ କେବେ ହେଇପାରିବ ନାହିଁ ସର୍ବଶେଷ ହେଲା ପରେ ଯଦି ମୁଁ ମଲା ପରେ ହବ ହବ ମୁଁ ବଞ୍ଚିଥିଲା ପରେ ହେଇପାରିବନି। ଆମେ ନିଜ ମା ବୋଉ ଅଛନ୍ତି ଆମର ପରିବାର ଯିବେ ମୋ ପିଲା ଛୁଆ ଯାଉଥିବେ ମୋ ଝିଅ ଯାଉଥିବ ମୁଁ ଯାଉଥିବି ଏଇଭଳିଆ ଦେଖୁଥିବୁ ଆମର ସେଗୁଡା କଣ ନାହିଁ ଆମେ ଯିବୁ ତାଙ୍କର ଦେଖିବାକୁ। ଏଇ ଆଉଛନ୍ତି କଳାକାର ନାଚୁଛନ୍ତି ସେଟା କୋଉ ଗୋଟାକ ଅଭାବରେ ଅଛନ୍ତି କହିଲ ଗୋଟାଟା ଗାଡି 30 ଲକ୍ଷ ଚଢୁଛନ୍ତି ଗୋଟାଟା ପେଣ୍ଡାଲରେ ଗୋଟାଟା ଆକ୍ଟର ବୁକିଂ ଏମିତି ଏ ବର୍ଷ 30 ଲକ୍ଷ 40 ଲକ୍ଷ 50 ଲକ୍ଷ ବହୁତ ବଢିଆ ଆସିବେ ବହୁତ ବଢିଆ ମାନେ ଅଶ୍ଳୀଳତା ଯଦି ବନ୍ଦ ହବ ଏପରି ଆଉ ଗୋଟେ ବିରାଟ ବ୍ୟାନର ମରା ହବ 20 ଫୁଟରେ 20 ଫୁଟ ଅଶ୍ଳୀଳତା ବନ୍ଦ ବୋଲି ଖଣ୍ଡଗିରିରେ ମନା ବୋଲି ଆହୁରି ଆଗରୁ ଯାତ୍ରା ପୂର୍ବରୁ 10 ଦିନ ପୂର୍ବରୁ ମରା ହେଇଯିବ। ମାନେ ଏଟା ସନ୍ନ୍ୟାସୀ ବାବାଜୀ ମାନେ ଆସୁଛନ୍ତି ବହୁତ ବାବା ଟିକେ ଆସୁଛନ୍ତି ବୁଡ ପକେଇବାକୁ ଯେମିତି କୋଣାର୍କ ଯାଉଛନ୍ତି ମାଘ ସପ୍ତମୀ ରାଣୀ ପ୍ରିୟଦର୍ଶିନୀ କହିଥିଲା ସେସବୁ ଡେଙ୍ଗୁଆ ଫଳରେ ତାର ସେ ନେଇଗଲା ଡମ୍ବର ବୁଡ ପକେଇ ଗଲା ତାର ସେ ନାଚିକି ଗଲା କି ଦେଖୁ ତାକୁ ସେ ତାଙ୍କର ସେମିତି ଅଛି ପେଣ୍ଡାଲରେ ଚଢି ପାରିବେନି। ଗୋଟେ ଲେଡିଜ ଅଶ୍ଳୀଳ ନୃତ୍ୟ ପାଇଁ ଧରି ଆସିବ ଗୋଟେ ପେଣ୍ଡାଲକୁ 7ଟା ତ ଆସିପାରିବନି ନା ତେଣୁକରି ଯାହାହେଲେ ଲାଭ ଲସ ଚାଲିବ। 8ଟା ପେଣ୍ଡାଲ ଆସିବାକୁ ପର ଡେ 5,000 ଚେୟାର 8ଟା ପେଣ୍ଡାଲ କେତେ ଆସିଲେ ଦେଖିଲେ। मेयर गोटे बहुत सारा कथा कहते गोटे कथा कहते यात्रा अश्लील नृत्य परिवेषण कर विरोध कर तो 2025 गला 2026 आसला मेयर जो किसी बीएमसी मीटिंग भी है पर्यंत कि पुलिस साथ भी है आम सब पे आप्लाय फाप्लाय करुचु परमिशन जी रे बीएमसी रे सब आप्लिकेशन सैला आमर गोटा दिन बसबू आम जो कमिटी जो 7टा कमिटी अच्छी से कमिटी भाई मैंने सब बसबू ये जो उठुची से गोटाए विवाद चलो से सेलिब्रिटी आउ ता बिना किसी नहीं आप अलग स्टेज मान देखु केवल खंडगीरीटा पर बहुत फोकस कर पुरी नाचुची नयागढ़ नाचुंती 8गड़ नाचुची ढेंकानाल नाचुंती भद्रक नाचुंती बाले सेठी कौन सरकार प्रशासन कहीं ना केवल खंडगिरी मैंने खाली बैन कला हो जाऊँगी से पेट पटरा अच्छी ना सी जिते मना कर अतिरिक्त रागिकी आउट ये जो निशामाना हो साहू जाऊ जेकोसी आर्टिस्ट हो सेलिब्रिटी हूँ केवल खंडगिरीटा मना खंडगिरीटा मना कहीं खंडगिरी एवं नुह भी केबी भी हेनी सेलिब्रिटी नाचिया भारी कष्टकर कहले यहीटा गोटा हूँ बहुत पुराणा अनुष्ठान कमिटी आम कहला भाया जागमरा आंगिया बरमुंडा घाटिकिया ये जो आम डुमुंड को लेकिन आम पाखा को लेकिन इथर यात्रा एठिकी बहुत सन्यासी मैंने आसती बाबा मैंने आस जो बुड़ पकेवा होली गुंफा तातुआ गुंफा आम माँ बारभुज प्रकृत में यात्रा जहाँ को लेकिन हूँ सरकार जाना 3 लाख टकर बाण फुटो 3 लाख टकर बाण प्रभु अनंतकेश्वरी जी से उपरको से मुंडिया को सेठिकी गले ये नगला पर्यटन यात्रा हो पार ना देखुना लक्ष लक्ष लोक पर्यटन होबे झमेला हमार प्रश्न अच्छी केवल से माँ 12 बजे सह प्रभु ठाकुर जी आम गाँव प्रशासन अंतकेश्वरी ए वर्ष 3 लाख टकर खाली बाण गवर्नमेंट कौन दो जानी कि बीएमसी दौर जानी तेणुक अश्लील नृत्य गोटे खंडगिरी आम से सरकार मना करे कौन आम ये जो 10-40 गण गाँ आम मना करूँ आमको नहीं मना आम सरकार प्रशासन आम जानू ये सरकार कौन दम कौन प्रशासन दम आम जाणीगलु आप 2 वर्ष बद चली अश्लील नृत्य हो पार ना एवं हूँ आप देखुं नहीं तेणुक आम केवल आमर निजर गोटे इज्जत अच्छी आम ये गोटे खुशी कैसे यात्रा करूँ ठाकुर को आम बापा जेजेबापा अमल दीर्घ जिते यात्रा चली तेणुक आमर गोटे यहाँ परम्परा चली यात्रा आम बापा मैंने करुले बापा मैंने करुले पिला मैंने कले आम बड़ बड़ भाई मैंने कले आम कलु आम पिला भी लगे सी करने नाती फाती सी आस सी भी करेंगे तेणुक जेपर्यंत ये चलो
ଅଶ୍ଳୀଳତା ଏଠି ହେଇପାରିବ ନାହିଁ। କମିଟି ବାଲାଙ୍କ ପାଇଁ ଅଶ୍ଳୀଳ ନୃତ୍ୟ ହଉଛି କମିଟି ହେଲା କିଏ କହିବେ? କମିଟି ହେଲା ଆମେ ସବୁ ଆମେ ଯୋଉ କଣ ଏଠି ମନା କରୁଛନ୍ତି ଅଲଗା ଯୋଉ ଜାଗାରେ ହଉଛି ସେଠି ତାହେଲେ କମିଟି ସେମାନେ କମିଟି ହେଲା ନହେଲେ ପଇସା ଦରକାର। ଆମେ ଆମେ ପଇସା ପାଇଁ ଆମେ କଣ ଯାତ୍ରା କରୁଛୁ କି? ଯୋଉ ନାଚ ପାଟି ଆମେ ଆଣୁଛୁ ଏତେ ଟଙ୍କା ଦେଇକି 3 ଲକ୍ଷ ଟଙ୍କା ନା ରାତିକି ପର ଡେ ଆମେ କଣ ଆଣୁଛୁ ଚାଉଳ କିଣିବୁ ବୋଲି? ଆର ବର୍ଷ ଆମର 8 ଲକ୍ଷ ଲସ୍ ହେଲା। ଆମକୁ କଣ କମିଟି ସରକାର ଦେବେ? କାହିଁ ଲସ୍ ହେଲା? କାହିଁ ଲସ୍ ହେଲା? ଆମର ଅଶ୍ଳୀଳତା ହେଇଥାନ୍ତା ପଇସା ହେଇଥାନ୍ତା। ଏମିତି 10ଟା ପାର୍ଟି ଯଦି ପଡିବ 15ଟା ପାର୍ଟି କୋଉଠି ଅଳ୍ପ ବହୁତ ହବ ନା। କୋଉ ପାର୍ଟିରେ ବହିଟା ଭଲ ଥିବ, କୋଉ ପାର୍ଟି ଭଲ ଲୋକ ଚାହିଁବେ ଯୋଉଟାକୁ। ତେଣୁକରି ଏମିତି ସବୁ କାହାର 1 ଲକ୍ଷ ଟଙ୍କା ଲସ୍, କାହାର 2 ଲକ୍ଷ ଟଙ୍କା ଲସ୍, ଆମେ 3 ଲକ୍ଷ ଟଙ୍କା ଲସ୍ ହେଉଛୁ। ସେମିତି କଣ କହିବ? ଯଦି ଲାଭ ହେଇଯାଉଥିଲା ସେ ବର୍ଷ ପୁଣି ଯଦି ଗଲା ବର୍ଷ ଆମର 5 ଲକ୍ଷ ଲାଭ ହେଇଥିଲା। ଆମେ ଯୋଉ ଯାତ୍ରା କରୁଛୁ ଆମର କିଛି କଣ ଆମେ ବାଲାନ୍ସ ଅଛି ନା। କାହାର ଅଛି 30 ଲକ୍ଷ, କାହାର ଅଛି 10 ଲକ୍ଷ, କାହାର ଲକ୍ଷ। ଆମ ପେଣ୍ଡାଲେ 12 ଲକ୍ଷ ବଞ୍ଚିଛି। ଆମେ 12 ଲକ୍ଷ ରଖିଛୁ କମିଟିରେ। ଲସ୍ଟା ହେଲା ଯଦି ଅଶ୍ଳୀଳ ନୃତ୍ୟ ହେଇଥାନ୍ତା ଲସ୍ ହେଇନଥାନ୍ତା? ଅଶ୍ଳୀଳ ନୃତ୍ୟ ହେଇଥିଲେ ଲସ୍ ହଉନଥିଲା। ଗୋଟାଏ ପେଣ୍ଡାଲ ହେଇଥିଲା ଆଉ 7ଟା ପେଣ୍ଡାଲ ସେ ନାଚିଥାନ୍ତେ କି ଏକାଥରକେ? ଗୋଟେ ଲେଡିଜ ଅଶ୍ଳୀଳ ନୃତ୍ୟ ପାଇଁ ଜଣେ ଆସିବ ଗୋଟେ ପେଣ୍ଡାଲକୁ, 7ଟା ତ ଆସିପାରିବନି ନା। ତେଣୁକରି ଯାହାହେଲେ ଲାଭ ଲସ୍ ଚାଲିବ। 8ଟା ପେଣ୍ଡାଲ ଆସିବାକୁ ପର ଡେ 5,000 ଚେୟାର। 8ଟା ପେଣ୍ଡାଲ କେତେ ଆସିଲେ ଦେଖିଲେ? 8ଟା ପେଣ୍ଡାଲରେ ଯଦି 5,000 ଚେୟାର ହେଲେ ତାମାନେ 30,000 40,000 ଲୋକ ରାତିରେ କୋଉଠୁ ଆସିବେ ଏତେ? ଆଉ କଣ ସମସ୍ତଙ୍କର ଯାତ୍ରା ଭଲ ବୋଲି ଆମେ କହିପାରିବା କି? ସେଇ ତ ଗୋଟିଏ ବହି ସମସ୍ତେ ଦେଖିବେ, ସେଇକୁ ସେଇ ଲାଇଟ୍, ସେଇ ନାଚ, ସେଇ କମିଟି ହେଲା କେତେ ନାଚ ଦେଖୁନଥିବେ। କମିଟି ହେଲା ଲୋକଙ୍କୁ ନେଇ ନାଚ ଦେଖାଉଛନ୍ତି। ନାଚ ଆକ୍ଚୁଆଲି ନାଚ ପାଟି ଦେଖୁନାହାନ୍ତି, କମିଟି ଦେଖଉଛି ଯାର ରିକ୍ସରେ। ଆଉ ରହିଥା ଟିକେ ଥଉନୁ ସେଠି, ଆଚ୍ଛା ଉପରେ ଥଉନୁ କମିଟି ଜାଣିକି ଆଣିକି ତାହେଲେ ନା। ଆଉ ଅଲଗା କମିଟି ତାଙ୍କର ମୁଣ୍ଡ ନାହିଁ ନା ଗାଣ୍ଡି ନାହିଁ। ମାନେ କେବଳ ୟାକୁ ଛାଡ଼ିଦେଲା ପରେ, ଖଣ୍ଡଗିରି କମିଟି ଛାଡ଼ିଦେଲା ପରେ, ଖଣ୍ଡଗିରି ଗୋଟେ ଐତିହାସିକ ଯାତ୍ରା, ୟାକୁ ଛାଡ଼ିଦେଲେ ଆଉ ଯୋଉ ଯୋଉ କହୁଛନ୍ତି କଟକ ପାରି ହେଲା ପରେ ସିଏ ଗୋଟେ କମିଟିରେ ଯାଏନି। ଯଦି କମିଟିରେ ଯାଉଛି ସେମାନେ କାହିଁ ନାହିଁ ନଚଉଛନ୍ତି? ଚେୟାର ଫମକାର ହଉଛି, ଟେକା ପତ୍ର ଫପର ଜଟଣୀରେ ବାଡ଼ିଆ ମରା ହେଲେ ଗଣେଶ ପୂଜାକୁ, ନୟାଗଡ଼ରେ ନିଶା ପାଣି ଚଢେଇ ଦେଲେନି, ଭଦ୍ରକରେ ଗୋଟେ ମୁଁ ଦେଖୁଥିଲି, 8ଗଡ଼ରେ ଦେଖୁଥିଲି, ଚେୟାର କାହିଁ ଫୋପାଡୁଛନ୍ତି? ସବୁ ଲୋକ କଣ ସମାନେ? ପ୍ରାୟ ଲୋକ ମାନେ 100କେ ମିନିମମ୍ 40 ଲୋକ ମଦୁଆ ଲୋକ। ତାଙ୍କର ଯଦି ନିଜ ଘର ଯଦି ମା ଭଉଣୀ ଥାନ୍ତା ସିଏ ନାଚ ଦେଖନ୍ତେନି, ସେ ତ ନିଜେ ଚଢିକି ମନା କରେ। ମୁଁ ମନା କରୁଛି ମୋ ସାଥେ ସେମାନେ ଯାଆନ୍ତେ। ତାଙ୍କର ମା ଭଉଣୀ ବୋଲି ଗୋଟେ କିଛି ନାହିଁ ଇଜ୍ଜତ। ଏମିତି ରାତିରେ ଏଠି ମଦ ପିଲେ, କାଲି ଏଠି ନାଚ ଦେଖିଲେ, କାଲି ନୟାଗଡ଼ ଦେଖିଲେ, କାଲି କଟକରେ ଦେଖିଲେ, କାଲି ବ୍ରହ୍ମପୁର ଦେଖିଲେ। ସେଟା ଖାଲି ବୁଲିକି ନାଚ କରିବେ, କୋଉଠି ଗଣ୍ଡଗୋଳ ଦେଖିବେ, କୋଉଠି ନଗ୍ନ ନୃତ୍ୟ ହେଲା। ଆରେ ତମେ ବନ୍ଦ କରିବା ଟିକେ ଚେଷ୍ଟା କରୁନ। ଯେମିତି ଆମେ ଖଣ୍ଡଗିରିରେ ମନା କରୁଛୁ, ଆମର ଗୋଟେ ମା ଭଉଣୀ ବୋଲି ଅଛି। ବହୁତ 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 ଜାଗାରୁ ଟିକେ ଆସୁଛନ୍ତି ପରିବାର ନେଇକି। ସେ ରାତି ଅଧରେ କୁଆଡେ ଯିବେ? 300 ଟଙ୍କା ଟିକେଟ ଦେଇକି। ତେଣୁକରି ଖଣ୍ଡଗିରିରେ କେବେ ହେଇପାରିବ ନାହିଁ ସର୍ବଶେଷ ହେଲା ପରେ। ଯଦି ମୁଁ ମଲା ପରେ ଯଦି ହବ ମୁଁ ବଞ୍ଚିଥିଲା ପରେ ହେଇପାରିବନି। ଅସୁବିଧା ହବ ସେ ନବ। ଆମ ନିଜ ମା ଭଉଣୀ ଅଛନ୍ତି, ଆମର ପରିବାର ଯିବେ, ମୋ ପିଲା ଛୁଆ ଯାଉଥିବେ, ମୋ ଝିଅ ଯାଉଥିବ, ମୁଁ ଯାଉଥିବି, ଏଇ ଦେଖୁଥିବୁ। ଆମର ସେଗୁଡା କଣ ନାହିଁ? ଆମେ ଯିବୁ ତାଙ୍କର ଦେଖିବାକୁ ପଇସା ଦେଇକି? ଯୋଉ ଅଶ୍ଳୀଳ ନୃତ୍ୟ ଆମର କାହାର ନାହିଁ ବୋଲି ଆମେ ଜାଣିନାହାନ୍ତି, ଆମେ ଯିବୁ ତାଙ୍କର ଦେଖିବାକୁ? ଆମେ ନିଜେ କଣ ନାଚିପାରିବୁନି? ମଦ ପିଲେ ହେଲେ ଆମେ ସମସ୍ତେ ନାଚୁଛେ। ଏଇ ଯୋଉ ନୂଆ ବର୍ଷ ଭୋଜି ହେଲା, ପ୍ରାୟ ସାଙ୍ଗସାଥି ବୁଢା ବୁଢୀ ସେ ତାଙ୍କର ନାଚିଲେ, ପରିବାର ନେଇକି ନାଚିଲେ, ଭୋଜି ଭାତ ଖାଇଲେ, ନାଚିଲେ। ଆଉ ଏମିତି ନାଚିବ? ଏଗୁଡ଼ା ପଇସା ଦରକାର। ତାଙ୍କର କଣ ହେଇଯାଉଛି? ତାଙ୍କର କଣ ହେଇଯାଉ ହଉଛନ୍ତି ମାନେ ତାଙ୍କର ଯଦି ତାଙ୍କର ପରିବାର ଥବ ନା ନଥବ। ଲେଡିସ ଲୋକ ଯଦି ମଦ ପିଇଲେ ସିଏ ଆଉ ଲେଡିସରେ ଯାଆନ୍ତି। ଆମର ଯେମିତି ଇଶାଣ, ବଡବଡିଆ, ମାଣଓଷା, ସୋମବାର ଦଶମୀ, ଆମର ଯେମିତି ଗୋଟେ ପରିବାର ଅଛି ଗାଁ ଗହଳିରେ ପୂର୍ବରୁ, ସେମାନେ କଣ ଚାହିଁଲେ? ରାତିରେ 50,000 ଦେଖିଲେ, ମଦ ସିଗାରେଟ ଖାଇଲେ, ବାପା ମା ବୋଲି କିଛି ଜାଣିଲେନି। 50,000 ପର ଡେ, ତାର ଏକ୍ସେସ୍ ହଉଥିବ ଦିଅନ୍ତୁ କରିବାକୁ ସେ ନେବେ 50,000। ତେଣୁକରି ସରକାର ଏଥିପାଇଁ ଧ୍ୟାନ ଦେବା କଥା। ଇଏ ସରକାର ଦଉଛି, ସେମାନେ ରାତିକି 50 ଲକ୍ଷ 40 ଲକ୍ଷ ଟଙ୍କା ନଉଛନ୍ତି କହିଲା ଭଳିଆ ବର୍ଷକୁ। ଇଏ ସରକାର ତାଙ୍କୁ ଦଉଛି ବିଧବା।
3000 3,500 ରହୁଛି ଆରେ କିଛି କରିବା ନଥିବ ଆଶ୍ରମକୁ ଦେଇଦେଲନି ଲେପର ପୁଣି ଦେଇଦେଲନି ତାକୁ 3,500 ବିଧବା ଦେଇଛେ ଏଠି ଗୋଟେ କାହାର ଅଭାବ ଅଛି ଏ ଯୋଉ ଆଉଛନ୍ତି କଳାକାର ନାଚୁଛନ୍ତି ସେଟା କୋଉ ଗୋଟାକ ଅଭାବରେ ଅଛନ୍ତି କହିଲ ଗୋଟାଟା ଗାଡି 30 ଲକ୍ଷ ଚଢୁଛନ୍ତି ଗୋଟାଟା ପେଣ୍ଡାଲରେ ଗୋଟାଟା ଆକ୍ଟର ବୁକିଂ ହେଇଛି ଏ ବର୍ଷ 30 ଲକ୍ଷ 40 ଲକ୍ଷ 50 ଲକ୍ଷ ସବୁ ଯାକ ପାଟିଆର ଯେତେ ଆକ୍ଟର ସବୁ ନାଚୁଛନ୍ତି ଆସିକି ହିରୋ ହିରୋଇନ ସବୁ ଭିଲିୟନ ପର୍ଯ୍ୟନ୍ତ କାହାର ଗୋଟେ 50 କମ ନାହିଁ ମାନେ ବର୍ଷକୁ ବର୍ଷ ତ ନୁହଁ 11 ମାସ ପାଇଁ ଏ ମାଲିକ ମାନଙ୍କର କଣ ଲାଭ ହଉଛି ମୁଁ ବି ଜାଣିବି ଏତେ ଟଙ୍କା ଇଏ ଦଉଛି ତେଣୁକରି ଇଏ ଯଦି ତାଙ୍କୁ ଦଉଛନ୍ତି ତାଙ୍କ ବହିରେ ଯଦି ମାଲିକର ଯଦି ଯାତ୍ରା ବହି ଭଲ ରହିଲା ତାହେଲେ ଲୋକମାନେ ଏଇ ଯିବେ ନାହିଁ ଦେଖିବା ପାଇଁ କାହିଁକି ନା ସେଥିପାଇଁ ଧ୍ୟାନ ଦେବା କଥା ସରକାର ଯେମିତି ଆମେ ଯେମିତି ଏଠି 5 ଖଣ୍ଡ ମୌଜା ଏକ ହେଇକି ବରମୁଣ୍ଡା ପୋଖରୀ ପୁଟଠୁ ଧରିକି ଘାଟିକିଆଠୁ ଧରିକି ଆଇନା ଡୁମୁଣ୍ଡାଠୁ ଧରିକି ଆମେ ଯେମିତି ଗୋଟେ ଏକ ଏଠି ଅଛୁ ସେ ସେମିତି ଗୋଟେ ଏକ ହେବା ଦରକାର ଆମେ ପୁରା ଓଡିଶାରେ ଯେତେ କମିଟି ଆମର ସେ ଭାବିନ ନା ସେ ତା ହୋଟେଲକୁ ସେ ମୟୂରକୁ 10 ଥର ବୋଧେ ଚୁଙ୍ଗୁଡି ଡାଲମା କରିକି ଆମକୁ ରାତି କରିକି ଆମକୁ ସବୁ ମିଟିଂ କରାଏ ସମସ୍ତିକି ଡାକେ এইটা কেমিতি বন্ধ হব যাত্রা পার্টি মানে রেট কেমিতি কমেইবে আরে যদি কমিব 3 লক্ষ টাকা 30 লক্ষ টাকা কমিলা তুমি কমিটি লাভ পাইলনি কি আমি যদি তাকে 3 লক্ষ দৌছে বাধ্য হচ্ছে তুমি টিকেট 300 টাকা করছো তেমনি গোটে প্রশাসন গোটে দায়িত্ব নেওয়া কথা যে আমি বসুଛୁ বিএমসি রে মেয়র হন্তু কি আমি স্থানীয় বিধায়ক বাবু ভাই হଉ କି ପାଖର 5ଟି କର୍ପୋରେଟର ସିଏ ବି ବସୁଛନ୍ତି ସେଥିରେ ନା ସେମାନେ ଗୋଟେ ପ୍ରତିଦ୍ୱନ୍ଦ କରନ୍ତେ ନାଇଁ ହେଇପାରୁନି ମାନେ ଏଥିପାଇଁ ଗୋଟେ ଟିକେଟ ଗୋଟେ କରିଦଉ ଆଉ ଗୋଟେ ପ୍ରତି ପେଣ୍ଡାଲରେ ଗୋଟେ ଲିମିଟେଡ ଚେୟାର କରାଯାଉ ମୁଁ ପକେଇବି 8,000 ଆପଣ ପକେଇବେ 2,000 ଜଣେ ପକେଇବେ 10,000 ସେ 10,000 ଚେୟାର ତ ଫୁଲ ହେଲେ 3,000 ପକେଇ ଆସିବେ କାରଣ ଯଦି ତା ବହିଟା ଭଲ ପଡିବ ତେଣୁ ସେ ଯଦି 300 ଟଙ୍କା ଟିକେଟ 10 ଲକ୍ଷ ଟିକେ 10,000 ଚେୟାର ଯଦି ବିକିଲେ ସିଏ କେତେ ଟଙ୍କା ସେ ରାତିରେ ଇନକମ କରେ ଗୋଟେ ପେଣ୍ଡାଲ ଯଦି ତମେ ବାଜିଗଲ 3 ରାତିରେ ପଇସା ଉଠେଇଦବ ଆମେ ଏଇନା 3,000 ଚେୟାର ପକଉଛୁ 3,300 ଟଙ୍କା ହିସାବ କଲେ ରାତିରେ କେତେ ଟଙ୍କା ହେଲା ଯଦି 4 ରାତି ଆମର ବାଜିଗଲା 4 ରାତିରେ କେତେ ଟଙ୍କା କମେଇଲୁ ଶେଷ ପ୍ରଶ୍ନ ରହିବ ଯଦି ଏଥର ଅସୁବିଧା ମୁଖ୍ୟ ହବନି ଲୋକମାନେ ଆସିବେ ଖଣ୍ଡଗିରି ଯାତ୍ରା ଦେଖିବା ପାଇଁ ବହୁତ ବଢିଆ ଆସିବେ ବହୁତ ବଢିଆ ମାନେ ଅଶ୍ଳୀଳତା ଯଦି ବନ୍ଦ ହବ ଏପରି ଆଉ ଗୋଟେ ବିରାଟ ବ୍ୟାନର ମରା ହବ 20 ଫୁଟରୁ 20 ଫୁଟ ଅଶ୍ଳୀଳତା ବନ୍ଦ ବୋଲି ଖଣ୍ଡଗିରିରେ ମନା ବୋଲି ଆହୁରି ଆଗରୁ ଯାତ୍ରା ପୂର୍ବରୁ 10 ଦିନ ପୂର୍ବରୁ ମରା ହେଇଯିବ ମାନେ ଏଟା ସନ୍ନ୍ୟାସୀ ବାବାଜୀ ମାନେ ଆସୁଛନ୍ତି ବହୁତ ବାବା ଏଠିକି ଆସୁଛନ୍ତି ବୁଡ ପକେଇବାକୁ ଯେମିତି କୋଣାର୍କ ଯାଉଛନ୍ତି ମାଘ ସପ୍ତମୀ ସେ କଣ ପୂର୍ବଥର ପୁରା କହିଲେ ଆମେ ବସିବୁ ଯଦି କିଛି ଛୋଟ ଡ୍ରେସ ପିନ୍ଧିକି ଯଦି ନାଚିଲା ଆମେ ବାଡେଇବୁ ଆଇଲେନି କି ସେ କିଏ କହିଥିଲେ ତାଙ୍କ ଜୀବନ ଦେଖି ଆସିବ ରାଣୀ ପ୍ରିୟଦର୍ଶିନୀ କହିଥିଲା ସେସବୁ ଡେଙ୍ଗୁଆ ଫଳରେ ତାର ସେ ନେଇଗଲା ଡମ୍ବର ବୁଡ ପକେଇ ଗଲା ତାର ସେ ନାଚିକି ଗଲା କି ଦେଖୁଛ ସେ ତାଙ୍କର ସେମିତି ଅଛି ପେଣ୍ଡାଲରେ ଚଢି ପାରିବେନି ଛୋଟ ଡ୍ରେସ ନାହିଁ ସବୁ ଯେମିତି ଉପରେ ଆମେ ଯେମିତି ପିନ୍ଧିଛେ ଆମରି ଭଳିଆ ଗୋଟେ ଇଏ କରନ୍ତୁ ଆମରି ଭଳିଆ ଗୋଟେ ତାଙ୍କର ଗୋଟେ ନିଜର ଗୋଟେ ନିଜ ଯୋଉ ତାଙ୍କର ସିଏ ଯୋଉ ତାଙ୍କୁ ଭଲ ଲାଗୁଛି କି ଯୋଉମାନେ ଛୋଟ ଡ୍ରେସ ପିନ୍ଧୁଛନ୍ତି ସେଇମାନଙ୍କୁ ନିଜକୁ ଭଲ ଲାଗୁଛି କି ଆମର କହିବାର କିଛି ଛୋଟ ଡ୍ରେସ କିଏ ପିନ୍ଧା ଏ କାଲି ଯେ ଜନ୍ମ ହେଲା 21 ବର୍ଷିକିଆ 2 ଦିନିଆ ଛୁଆ ପିନ୍ଧା କଥା ଛୋଟ ଡ୍ରେସ ଆମ ଭଳିଆ ଲୋକ ପିନ୍ଧିବ ଛୋଟ ଡ୍ରେସ ଆମର ମା ଭଉଣୀ ଅଛି ଆମର ଗୋଟେ ଇଜ୍ଜତ ବୋଲି ଗୋଟେ ଜିନିଷ ଅଛି ତେଣୁ ଆମେ ଯାତ୍ରା କରୁଛୁ ବୋଲି କଣ କମିଟି ଯାତ୍ରା କରୁଛୁ ବୋଲି ଖଣ୍ଡଗିରି କଣ ଆମେ ନିଜର ଇଜ୍ଜତ ବିକିଦେବୁ ଆମେ ସେ ହେଇପାରିବନି ଅଶ୍ଳୀଳ ନୃତ୍ୟ ଖଣ୍ଡଗିରିରେ ପୁରା ମନା ହେଇଛି ମାନେ ମନା ଆଉ ହବାଟା ସେ ଚାନ୍ସ ନାହିଁ ଯିଏ କରିବ ତାର କୁଆଡେ ସେ ମୁଁ ବାରମ୍ବାର 8 ବର୍ଷ କହିଥିଲି ଆପଣମାନଙ୍କୁ ସେ ସାଡେ କଲିକତା ବମ୍ବେ ଭଦ୍ରକ ବାଲେଶ୍ୱର 8.5 ବ୍ରହ୍ମପୁର ସିଆଡେ ନାଚନ୍ତୁ ସେମାନେ ଲୋକ ଚାହୁଁଛନ୍ତି ସେଟାକୁ ଦେଖିବା ପାଇଁ ଆମେ ଏଠି ଚାହୁଁନୁ ଆମେ ତାଙ୍କୁ ହାତ ଧରି କହୁଛୁ ତମେ ଆମ ନାଚ ଦେଖିବାକୁ ଆସ ଖଣ୍ଡଗିରି ବୁଲିବାକୁ ଆସ ମେଳା ଦର୍ଶନ ମେଳା ଦେଖ ଆମ ଠାକୁର ଯାଉନ ଠାକୁରଙ୍କୁ ଯାଇ ଆସି ଦେଖନ୍ତୁ ଆମ ଅନନ୍ତକେଶ୍ୱର ଯାଉଛନ୍ତି ଉପରକୁ ମୁଣ୍ଡିଆ ଉପରକୁ ତାକୁ ଆସି ଦେଖନ୍ତୁ ଉପଭୋଗ କରନ୍ତୁ କେତେ ବାଣ ମରା ହଉଛି ତାକୁ ବି ଦେଖନ୍ତୁ ଆମେ କେତେ ପଇସା କମିଟି ଗାଁ ବେলা କରୁଛନ୍ତି ଆମେ ପାଖ ଗାଁ ଜାଗମାଳା ଗାଁ ଆପଣମାନେ ଆସିକି ଆମକୁ ସହଯୋଗ କରନ୍ତୁ
ଯାତ୍ରା କଣ ତମର ନୁହଁ କି ଏ କଥା ଆଉ କୁହନ୍ତୁନି ଯେମିତି 8 ବର୍ଷ ବାଡିଆ ହେଇଥିଲା ଏପଟେ ଆଉ ଜୋର ବାଡିଆ ହବଟେ ସାରା ମାର ବାଟ ସାର ଏଠି ଯିଏ ହବ ମାର ଖାଇବ ମଦୁଆ ମାର ଖାଇବେ ମଦୁଆ ମାର ଖାଇବେ ମାର ଖାଇବେ ଯିଏ ବି ଏଠି ଖରାପ ହବ ଖଣ୍ଡେଇରେ ମାର ହବାଟା ସାରା ତାଙ୍କୁ ଆମର ସେ କମ ନାହିଁ ଆମର ନିଜର ଗୋଟେ ମା ଭଉଣୀ ବୋଲି ଆମେ ରଖିଛୁ ଭଗବାନଙ୍କୁ ଆମେ ଗୋଟେ ସ୍ଥିରରେ କେମିତି ଭଲ 12 ରାତି ସରୁ 2026 ସମସ୍ତେ ଭଲ ରୁହନ୍ତୁ ସେଗୁଡା ଦୂରେଇ ଯାଆନ୍ତୁ ପଇସା ସକାଶେ ନିଜର ଇଜ୍ଜତ ମତ ବିକନ୍ତୁନି ଗୋଟେ ଲୋକଙ୍କ ପାଖରେ 12 ମୂଳିବାକୁ ପଇସା ନାହିଁ ଏ ପଇସା କଣ କରିବେ ସେ କାଠରେ ପୋଡା ହେବେ ମୁଁ ଏଠି କୋଟି କୋଟି ଲୋକ ଏଠି ପଡିଛି କାହିଁ ଗୋଟେ ଟଙ୍କା ଲାଗୁ ମୁଁ ପଡିନି ଭାଲୁ ବାବୁ ଅଧିକାରୀ ଧରି କେତେ ଲୋକ ଏଠି ପଡିଛି କାହିଁ ସେ ଲୋକ ଆମେ ତ ପୁଣି ମୋ ଶ୍ରେଣୀ ବସୁଛୁ ନା ନାଇଁ ତେଣୁକରି ମୁଁ ବି ଯଦି ପଇସା କମେଇବି ମୁଁ ବି ରାତିକି 10,000 20,000 କମେଇ ପାରିବି ଗୋଟେ ଲୋକ ପଡିଛି 10,000 ନେବି ଯେହେତୁ ତେଣୁକରି ନିଜର ଗୋଟେ ମା ଭଉଣୀ ଗୋଟେ ରଖନ୍ତୁ ଭଗବାନଙ୍କୁ ତମକୁ ଭଗବାନ ଜନ୍ମ ଦେଇଛି ବାପ ମା ବୋଲି ତମେ ଗୋଟେ ନିଜେ ମାନନ୍ତୁ ସେମାନେ ତମର ତମେ ଯଦି ଆଜି କହୁଛ ମୁଁ ନାଚିବି କାଲି ତମଠୁ ସେ ଖାଇକି ଆଉ 3 ଜଣ ନାଚିଲଣି ତମକୁ ବାପା ମା ଏ ଶିଖେଇ ଦେଇଛନ୍ତି ନା ତମେ ଯୋଉ ସ୍କୁଲ କଲେଜ ପାଠ ପଢି ସେ ସାର୍ ଏଇ ପାଠ ଶିଖେଇ ନାଚେ ଲୋକମାନଙ୍କୁ ଦେଖା ଇଏ ଲୋକମାନେ ବି କେମିତି ସଚେତନ ମୁଁ ବି ସେ କଥା ବୁଝୁନି ଏ ବନ୍ଧୁଆ ଦଳ କାହିଁ ଯାଉନି ଦେଖିବାକୁ କେଜାଣି ସେଗୁଡା